ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲଟିକୁ ସ୍ୱାଗତ। ବନ୍ଧୁଗଣ, ଆଜି ଆମେ ଜାଣିବା ତୁଳସୀ ଗଛର ଉପକାରିତା ବିଷୟରେ। ଗରୁଡ଼ ପୁରାଣ, ସ୍କନ୍ଦ ପୁରାଣ ଏବଂ ଭବିଷ୍ୟତ ପୁରାଣରେ ତୁଳସୀ ଗଛର ଅନେକ ବିଶେଷତା ବିଷୟରେ ବର୍ଣ୍ଣନା କରାଯାଇଅଛି। ପ୍ରଥମତଃ, ଗ୍ରନ୍ଥ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ଆମ ପୃଥିବୀ ପୃଷ୍ଠରେ ଧରା ପୃଷ୍ଠରେ ପଡ଼ିଥିଲା, ସେହିଠାରୁ ହିଁ ତୁଳସୀ ଗଛର ଉତ୍ପତ୍ତି ହୋଇଥିଲା ଏବଂ ବ୍ରହ୍ମଦେବ ଏହି ତୁଳସୀ ଗଛକୁ ସମର୍ପିତ କରିଥିଲେ। ଏହି ତୁଳସୀ ଗଛଟି ହିନ୍ଦୁ ଘରର ସମସ୍ତଙ୍କ ଅଗଣାରେ ପୂଜା ପାଇଥାଏ। ଏମିତି ବି କୌଣସି ବି ଏକ ହିନ୍ଦୁ ବ୍ୟକ୍ତି ନଥିବେ ଯାହାର ଅଗଣାରେ ତୁଳସୀ ଗଛ ନଥିବ। ଆମେ ପ୍ରତ୍ୟେକ ଦିନ ସକାଳେ ଉଠିବା ମାତ୍ରେ ହିଁ ତୁଳସୀ ଗଛର ଦର୍ଶନ କରିଥାଉ। ତ ବନ୍ଧୁଗଣ, ଆଜିର ଏହି ଭିଡ଼ିଓରେ ମୁଁ ତୁଳସୀ ଗଛର ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଅଛି, ଯାହାକୁ ଯଦି 24 ଘଣ୍ଟା ଆପଣଙ୍କୁ ଭାଗ୍ୟକୁ ବଦଳାଇ ପାରିବ ଓ ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସମସ୍ତ ପ୍ରକାର ସମସ୍ୟା ଓ ଆଉ ଯଦି ଆପଣଙ୍କ ଉପରେ ତନ୍ତ୍ରମନ୍ତ୍ରର ପ୍ରଭାବ ରହିଅଛି, ତେବେ ତାହାକୁ ମଧ୍ୟ ମା ତୁଳସୀ ଭାଙ୍ଗି ଦେଇ ପାରନ୍ତି। ତ ଏହି ତୁଳସୀ ଗଛ ଦ୍ୱାରା ଆପଣଙ୍କର ପ୍ରତ୍ୟେକ ସମସ୍ୟାର ଅନ୍ତ ହୋଇପାରେ। ତୁଳସୀ କେବଳ ଗୋଟିଏ ଗଛ ନୁହେଁ, ଆମ ସନାତନ ଧର୍ମରେ ତୁଳସୀ ଗଛକୁ ମା'ର ସ୍ଥାନ ଦିଆଯାଇଅଛି। ଯେମିତି ଆମେ ଗଙ୍ଗା ନଦୀକୁ ମା ବୋଲି କହିଥାଉ, ଗାଈକୁ ଗୋମାତା ବୋଲି କହିଥାଉ, ସେହିପରି ତୁଳସୀ ଗଛକୁ ମା ବୃନ୍ଦାବତୀ ବୋଲି କୁହାଯାଇଥାଏ। ତୁଳସୀ ଗଛରେ ସାକ୍ଷାତ ଶ୍ରୀହରି ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଆଉ ପୃଥିବୀରେ ଯେଉଁ ବି ଦେବତା ମାନବ ରୂପେ ଅବତରଣ କରିଛନ୍ତି, ପ୍ରତ୍ୟେକ ମାନବମାନେ ମା ତୁଳସୀଙ୍କୁ ପୂଜା କରିଥାନ୍ତି। ଯେଉଁ ଘରେ ତୁଳସୀ ଗଛ ଥାଏ ଏବଂ ସେହି ତୁଳସୀ ଗଛର ବିଧିବିଧାନ ସହିତ ପୂଜା ଅର୍ଚ୍ଚନା କରାଯାଏ, ସେହିଭଳି ଘରମାନଙ୍କରେ ଆଧ୍ୟାତ୍ମିକ ଉନ୍ନତିମାନ ହୋଇଥାଏ ଏବଂ ଏହା ସହିତ ସେହି ଘରର ପ୍ରତ୍ୟେକ ସଦସ୍ୟଙ୍କ ଆର୍ଥିକ ଉନ୍ନତି ହୋଇଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ଉଠିବା ମାତ୍ରେ ତୁଳସୀ ଗଛର ଦର୍ଶନ କରିବା ଦ୍ୱାରା ଦିନଟି ଶୁଭରେ କଟିଥାଏ। ଆପଣ ଯେତେବେଳେ ସକାଳୁ ଉଠୁଛନ୍ତି, ଆପଣ ଯଦି ସବୁଦିନ ମୁହଁ ଧୋଇ ତୁଳସୀ ଗଛକୁ ଦେଖନ୍ତି, ତେବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଥାଏ। ତୁଳସୀ ଗଛ ମୂଳରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ଆଉ ଏହାର ଅନ୍ୟ ସମସ୍ତ ଭାଗରେ ଶ୍ରୀହରି ବିଷ୍ଣୁଙ୍କର ବାସ ବୋଲି ମନାଯାଇଥାଏ। ଆଉ ମଧ୍ୟ ଏପରି ମାନ୍ୟତା ଅଛି ଯେ ଭଗବାନ ଶ୍ରୀହରି ବିଷ୍ଣୁ, ଶ୍ରୀରାମ ଏବଂ ଶ୍ରୀ ହନୁମାନ କେବଳ ବିନା ତୁଳସୀରେ ଭୋଗ ଲଗାଯାଏ ନାହିଁ। ବିନା ତୁଳସୀରେ ଯେଉଁ ପ୍ରସାଦ ଭୋଗ ଲଗାଯାଇଥାଏ, ଏହି ତିନି ଦେବତା ପ୍ରସାଦ ରୂପେ ଗ୍ରହଣ କରନ୍ତି ନାହିଁ। ସେମିତିରେ ବି ପ୍ରଭୁ ଜଗତର ନାଥ ଜଗନ୍ନାଥ ବି ବିନା ତୁଳସୀରେ ପ୍ରସାଦ ଲଗାଇବା ଦ୍ୱାରା ସେ ମଧ୍ୟ ପ୍ରସାଦକୁ ଗ୍ରହଣ କରିନଥାନ୍ତି। ଯେଉଁ ଘରେ ତୁଳସୀ ଗଛ ହରାଭରା ହୋଇଥାଏ, ସେ ଘରେ କେବେ ବି ନକାରାତ୍ମକ ଶକ୍ତିର ପ୍ରବେଶ ହୋଇନଥାଏ। ଯେଉଁ ଘରେ ତୁଳସୀ ଗଛ ସଠିକ୍ ଭାବେ ଲଗାଯାଇଥାଏ, ସଠିକ୍ ଭାବେ ରଖାଯାଇଥାଏ, ତ ସେହି ଘରର ବାସ୍ତୁ ଦୋଷ କେବେ ବି ବିଗିଡ଼ି ନଥାଏ। ଆଉ ମଧ୍ୟ ଏମିତି ମାନ୍ୟତା ଅଛି ଯେ ଯଦି ଘର ଉପରକୁ ଯଦି ଅକାଳ ବିପଦ ଆସିବାର ଥାଏ କିମ୍ବା କିଛି ବି ବଡ଼ ଦୁର୍ଘଟଣା ଆସିବାର ଥାଏ, ତେବେ ତାହାର କିଛି ଦିନ ପୂର୍ବରୁ ତୁଳସୀ ଗଛ ଶୁଖି ଯାଇଥାଏ। ଅର୍ଥାତ୍ ତୁଳସୀ ଗଛ ଆମକୁ ପୂର୍ବରୁ ସଂକେତ ପ୍ରଦାନ କରିଥାଏ। ଯଦି ତୁଳସୀ ଗଛ କଳା ହୋଇଯାଇଥାଏ, ତେବେ ଏହାର ଅର୍ଥ ହେଉଛି କିଛି ନକାରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କ ଘର ଉପରେ ରହିଅଛି। ଯଦି ତୁଳସୀ ଗଛର ପତ୍ର ଗୁଡ଼ିକ ଶୁଖି ଝଡ଼ି ପଡ଼େ, ତେବେ ଏହାର ଅର୍ଥ ହେଉଛି ତୁଳସୀ ଗଛ ତା ଉପରକୁ ସବୁ ନକାରାତ୍ମକ ଶକ୍ତି ଗୁଡ଼ିକ ନେଇଯାଇଛି। ଯେମିତି ମା ତା ପିଲା ପାଇଁ ସବୁ ଦୁଃଖ ସହିଯାଇପାରେ, ସେମିତି ତୁଳସୀ ମାତା ଆମ ପାଇଁ ସବୁ ଦୁଃଖ ଏବଂ ସବୁ ନକାରାତ୍ମକ ଶକ୍ତି ଗୁଡ଼ିକ ତା ଆଡ଼କୁ ଶୋଷି ନେଇଥାଏ। ସେ ନିଜକୁ ବଳିଦାନ ଦେଇ ଆମକୁ ସୁରକ୍ଷା ପ୍ରଦାନ କରନ୍ତି। ତେଣୁ ଏହି କାରଣରୁ ଆମ ହିନ୍ଦୁ ଭାଇମାନେ ଅଗଣାରେ ତୁଳସୀ ଗଛ ଲଗାଇବା ନିହାତି ଆବଶ୍ୟକ। ତୁଳସୀ ଗଛ ଆମକୁ ଶୁଦ୍ଧ ଅମ୍ଳଜାନ ଦେଇଥାଏ। ବନ୍ଧୁଗଣ,
23 ଅଗଷ୍ଟ 2025 ଶନିବାର ଦିନ ପଡ଼ୁଅଛି ସପ୍ତପୁରୀ ଅମାବାସ୍ୟା। ଏବେ ଆସନ୍ତୁ ଜାଣିବା ତୁଳସୀ ଗଛର କିଛି ଉପାୟ ସମ୍ପର୍କରେ। ତ ଯଦି କୌଣସି ବ୍ୟକ୍ତି ତୁଳସୀ ପତ୍ରକୁ ଲଡ଼ୁ ଉପରେ ରଖି ହନୁମାନଙ୍କୁ ଅର୍ପଣ କରିଥାନ୍ତି, ତେବେ ପ୍ରଭୁ ଶ୍ରୀ ହନୁମାନ କୃପା ତେବେ ପ୍ରଭୁ ଶ୍ରୀ ହନୁମାନଙ୍କର କୃପା ଏବଂ ଆଶୀର୍ବାଦ ସେହି ବ୍ୟକ୍ତି ଉପରେ ପ୍ରାପ୍ତି ହୋଇଥାଏ। ତୁଳସୀ ଗଛର ମଞ୍ଜରୀ ଆମ ଜୀବନରେ ଚାଲିଥିବା ସମସ୍ୟାକୁ ତତ୍କାଳୀନ ହିଁ ଦୂର କରିଦେଇଥାଏ। ଯେଉଁମାନେ କରଜ ଏବଂ ବିବାହ ଜନିତ ସମସ୍ୟାରେ ଅଛନ୍ତି, ସେମାନଙ୍କ ଘରର ଅଗଣାରେ ତୁଳସୀ ଗଛର ମଞ୍ଜରୀ ଆସିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ। ତୁଳସୀ ଗଛ ମୂଳରେ ସନ୍ଧ୍ୟା ସମୟରେ ସବୁବେଳେ ଦୀପ ଜଳାଇଲେ ଘରର ନକାରାତ୍ମକ ଦୂର ହୋଇଥାଏ। ଯେତେ ବି ନକାରାତ୍ମକ ଶକ୍ତି ଥାଏ ତାହା କେବେ ବି ଘରକୁ ପ୍ରବେଶ କରିନଥାଏ। ତେବେ ଏହା ଥିଲା ତୁଳସୀ ଗଛର କିଛି ଉପାୟ ସମ୍ପର୍କରେ। ଆଶା କରୁଛି ଆପଣମାନଙ୍କୁ ନିଶ୍ଚିତ ରୂପେ ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ଶ୍ରୀ ହରି ବିଷ୍ଣୁ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।